ନାଇଁ ଦେଖନ୍ତୁ, ନିଶ୍ଚିତ ଭାବରେ ତ ଗଞ୍ଜାମ ଜିଲ୍ଲା ସବୁଠୁ ବଡ଼ ଜିଲ୍ଲା। ଦୁଇଟି ମଧ୍ୟ ମନ୍ତ୍ରୀ ବର୍ତ୍ତମାନ ଦାୟିତ୍ୱରେ ଅଛନ୍ତି ମଧ୍ୟ ଗଞ୍ଜାମ ଜିଲ୍ଲାରେ। ଯଦି ମତେ ମୋର ବ୍ୟକ୍ତିଗତ କଥା ହେଲା, ଯେହେତୁ କି ସମ୍ପ୍ରସାରଣ କରିବାରେ ସମ୍ପ୍ରସାରଣର ଅଧିକାର ସମ୍ପୂର୍ଣ୍ଣ ଇଚ୍ଛାଧୀନ ବ୍ୟାପାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର। ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହା ଠିକ୍ ବୋଲି ଭାବିବେ ତାହା କରିବେ। ଆଉ ଗଞ୍ଜାମ ଜିଲ୍ଲାକୁ ଆଉ ମନ୍ତ୍ରୀରେ ସ୍ଥାନ ଦେବା, କାହିଁକିନା ଯେହେତୁ ଗଞ୍ଜାମ ଜିଲ୍ଲା କାହିଁକିନା ଇତିହାସ ମଧ୍ୟ ସାକ୍ଷୀ ଅଛି। ଯେତେବେଳେ ଗଞ୍ଜାମ ବଦଳିଛି ସେତେବେଳେ ସରକାର ମଧ୍ୟ ବଦଳିଛି। ତ ଯେତେବେଳେ ମାନେ ଏତେ ବଡ଼ ଜିଲ୍ଲା, ଗତ ସରକାରରେ ମଧ୍ୟ ନିଜେ ଯିଏକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିଲେ ଗଞ୍ଜାମ ଜିଲ୍ଲାରୁ ଜିତିକି ପାଞ୍ଚ ଥର ହେଇକି ଯାଇଥିଲେ, ମୁଖ୍ୟମନ୍ତ୍ରୀ ଯାଇଥିଲେ। ଆଉ ଦୁଇଟି ତିନିଟି ମଧ୍ୟ ଏଠି ମନ୍ତ୍ରୀ ଥିଲେ। ତ ସେ ଦୃଷ୍ଟିରୁ ଦେଖିଲେ ଗଞ୍ଜାମ ଜିଲ୍ଲାର ଯେଉଁ ପ୍ରକାର ବିଲକୁଲ ଉନ୍ନତି ହେଇନାହିଁ। ତ ଗଞ୍ଜାମ ଜିଲ୍ଲା ବଡ଼ ଜିଲ୍ଲା, ତ ନିଶ୍ଚିତ ଭାବରେ ତାକୁ ପ୍ରାଧିକାର ମିଳିବା କଥା। କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛାଧୀନ ବ୍ୟାପାର, ତେଣୁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ସମସ୍ତେ ମାନିବାକୁ ବାଧ୍ୟ। ତ ଦେଖନ୍ତୁ, ଆପଣ ଯେଉଁ ପ୍ରଶ୍ନଟା ମୋତେ ପଚାରିଲେ, ତ ମୁଁ ଦେବାଟା ତ ଠିକ୍ ସମୀଚୀନ ନୁହେଁ। କାହିଁକି ନା ଯେତେବେଳେ ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ ଆମର ଦାୟିତ୍ୱରେ ଅଛନ୍ତି, ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା କହିଲେ ଯେହେତୁ କି ଓଡ଼ିଶାରେ ଆମେ ପୂର୍ବରୁ ମଧ୍ୟ କହିକି ଆସିଛୁ, ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆସିନାହିଁ। ଯଦି ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିବା ପାଇଁ ଗୋଟେ ବିପ୍ଳବ ଦରକାର। କାହିଁକି ନା ତୃଣମୂଳ ସ୍ତରରୁ ଯୋଉଠିକି ଯାଆନ୍ତୁ, ଡାକ୍ତର ସମସ୍ୟା ଯେଉଁ ପ୍ରକାର ରହିଛି, ଲୋକେ ଯେଉଁ ମୌଳିକ ସୁବିଧା ତା ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଦି ଲୋକଙ୍କୁ ନ ମିଳିବ, ତାହେଲେ ନିଶ୍ଚିତ ଭାବରେ ଲୋକେ ଆମ ସରକାରଙ୍କୁ ଆଙ୍ଗୁଳି ଦେଖାଇବାଟା ପାକା। ତେଣୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିବା ପାଇଁ ସରକାର ପଦକ୍ଷେପ ନେବା ପାଇଁ ଦରକାର। କିନ୍ତୁ ମନ୍ତ୍ରିମଣ୍ଡଳ କିଏ କାହାକୁ କ'ଣ ବିଭାଗ ଦେବେ, ଆଜ୍ଞା, ସେଇଟା ହେଉଛି ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛା। ନାଇଁ, ମୁଁ ସେଇ ଦୌଡ଼ରେ ନାହିଁ। ଦେଖନ୍ତୁ, ଯେତେବେଳେ ଯାହା ପାର୍ଟି ଦାୟିତ୍ୱ ଦେବ ତାକୁ ଆମେ ନେବାକୁ ପ୍ରସ୍ତୁତ।